এই ভিডিଓରେ ଆମେ ସ୍ଥିରାନୁପାତ ନିୟମ ବିଷୟରେ ଆଲୋଚନା କରିବା। ଠିକ୍ ଅଛି, ତେବେ ସ୍ଥିରାନୁପାତ ନିୟମ କ'ଣ? ଏହାକୁ ବୁଝିବା ପାଇଁ ଗୋଟେ ଉଦାହରଣକୁ ଲକ୍ଷ୍ୟ କର। ଯେମିତିକି ଯଦି ମୁଁ ତୁମକୁ କହିବି କୌଣସି ଏକ ଯୌଗିକ ପଦାର୍ଥ ଯେପରି ଭାବରେ ପ୍ରସ୍ତୁତ ହେଉନା କାହିଁକି ବା ସେହି ପଦାର୍ଥଟି କୌଣସି ବି ଉତ୍ସରୁ ମିଳିଥାଉ ନା କାହିଁକି ସେମାନଙ୍କ ମଧ୍ୟରେ ଥିବା ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତର ଅନୁପାତରେ ସଂଯୁକ୍ତି ହେବା ଦ୍ୱାରା ହିଁ ସେହି ଯୌଗିକଟି ସୃଷ୍ଟି ହୋଇଥାଏ। ତେବେ ମୁଁ ଏଠି କ'ଣ କହିଲି ହୁଏତ ତୁମେ କିଛି ବୁଝିପାରିନଥିବ। ତେବେ ଲକ୍ଷ୍ୟ କର, ଏକ ରାସାୟନିକ ପଦାର୍ଥରେ ଯୌଗିକରେ ଥିବା ମୌଳିକମାନଙ୍କର ବସ୍ତୁତର ଅନୁପାତ ସର୍ବଦା ସ୍ଥିର ଅଟେ। ଏହାର ଅର୍ଥ ପୁଣି କ'ଣ? ଆମେ ଜଳକୁ ଉଦାହରଣ ସ୍ୱରୂପ ନେବା। ଲେଟ୍ସ ସେ ମୁଁ ଏଠି ନେଲି ଜଳ H2O। ଯଦି ମୁଁ ଜଳକୁ ନେଉଛି, ଜଳ ତୁମକୁ କୌଣସି ବି ଉତ୍ସରୁ ମିଳୁନା କାହିଁକି, ଏହା ନଈରୁ ମିଳିଥାଇପାରେ, ନାଳରୁ ମିଳିଥାଇପାରେ, ପୋଖରୀରୁ ମିଳିଥାଇପାରେ କିମ୍ବା ଟ୍ୟାପରୁ ମଧ୍ୟ ମିଳିଥାଇପାରେ। କୌଣସି ବି ଜାଗାରୁ ମିଳୁନା କାହିଁକି ଆମେ ଯଦି ଗୋଟେ ଜଳୀୟ ଅଣୁକୁ ଦେଖିବା, ଏହି ଯୌଗିକରେ ଥିବା ମୌଳିକ ଦୁଇଟି କ'ଣ? ହାଇଡ୍ରୋଜେନ ଏବଂ ଅକ୍ସିଜେନ। ତାହେଲେ ଆମେ ଏଠି କହିପାରିବା ଯେ ଏହି ଜଳ ନିକଟରେ ଦୁଇଟି ହାଇଡ୍ରୋଜେନର ପରମାଣୁ ଏବଂ ଏକଟି ଅକ୍ସିଜେନର ପରମାଣୁ ଅଛି। ଠିକ୍ ଅଛି, ଏହା ତ ଆମେ ଲକ୍ଷ୍ୟ କରୁଛନ୍ତି। ଆମେ ଜାଣନ୍ତି ହାଇଡ୍ରୋଜେନର ପରମାଣୁକ ବସ୍ତୁତ୍ୱ କେତେ? 1। ଏବଂ ଯେହେତୁ ଏଠି ଦୁଇଟି ହାଇଡ୍ରୋଜେନର ପରମାଣୁ ଅଛି, ତାହେଲେ ଏହାର ବସ୍ତୁତ୍ୱ କେତେ ହେବ ନା ମୁଁ ଲେଖିବି 2AMU। AMU ର ଅର୍ଥ ଆଟମିକ୍ ମାସ୍ ୟୁନିଟ୍। ଏବଂ ଗୋଟିଏ ଅକ୍ସିଜେନର ପରମାଣୁ ଅଛି। ତେବେ ଅକ୍ସିଜେନର ବସ୍ତୁତ୍ୱ ଆମେ ଜାଣିଛନ୍ତି କେତେ କହିବା? 16AMU। ତେବେ ଯଦି ଆମେ ହାଇଡ୍ରୋଜେନ ଏବଂ ଅକ୍ସିଜେନର ପାରମାଣବିକ ବସ୍ତୁତ୍ୱର ଅନୁପାତ ବାହାର କରିବା, ତାହେଲେ ଏହା କେତେ ହେବ? 2, ଯାହାକୁ ଯଦି ଆମେ ସିମ୍ପ୍ଲିଫାଏ କରିଦେବା ଏହା ହେଇଯିବ 1:8। ଠିକ୍ ଅଛି, ତେବେ ମୁଁ କହିପାରିବି ଯେ ଏହି ଜଳୀୟ ଅଣୁଟି ବା ଏହି ଯୌଗିକଟି ମୋତେ ଯେକୌଣସି ଉତ୍ସରୁ ମିଳୁନା କାହିଁକି ସେଥିରେ ଥିବା ମୌଳିକମାନଙ୍କର ଅନୁପାତ ସର୍ବଦା 1:8 ବା 1:8 ପରମାଣୁଙ୍କ ବସ୍ତୁତ୍ୱ ଅନୁସାରେ ରହିବେ। ତେବେ ଜଳ ହେଉଛି ଗୋଟେ ମାତ୍ର ଉଦାହରଣ। ତା ଛଡ଼ା ଅନ୍ୟ ଭିନ୍ନ ଭିନ୍ନ ଉଦାହରଣ ଗୁଡ଼ିକ ଅଛି। ଯେମିତିକି ଯଦି ଆମେ କାଠ ଗୁଡ଼ିକୁ ଜାଳିବା, ସେଥିରୁ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥାଏ, ସେଥିରେ ଥିବା ମୌଳିକମାନଙ୍କର ବସ୍ତୁତ୍ୱ ଅନୁପାତ ମଧ୍ୟ ସର୍ବଦା ସ୍ଥିର ଅଟେ। କାଠ ଜାଳିଲେ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ ଏବଂ ଆମେ ଯେତେବେଳେ ନିଶ୍ୱାସ ପରିତ୍ୟାଗ କରିଥାନ୍ତି, ସେତେବେଳେ ମଧ୍ୟ ଯେଉଁ ଗ୍ୟାସ୍ ବାହାରିଥାଏ ଆମ ନାକ ଦେଇ, ତାହା ମଧ୍ୟ କାର୍ବନ ଡାଇଅକ୍ସାଇଡ୍। ପୁନଶ୍ଚ ଆମେ ଯଦି କାର୍ବନ ଡାଇଅକ୍ସାଇଡ୍କୁ ଦେଖିବା, କାର୍ବନ ଡାଇଅକ୍ସାଇଡ୍ ପାଖରେ କ'ଣ ଅଛି? ଗୋଟିଏ କାର୍ବନ ଅଛି ଏବଂ ଦୁଇଟି ଅକ୍ସିଜେନ ଅଛି। ଗୋଟେ କାର୍ବନର ବସ୍ତୁତ୍ୱ ଆମେ ଜାଣିଛନ୍ତି କେତେ? 12 ଅନୁପାତ ଗୋଟେ ଅକ୍ସିଜେନର ବସ୍ତୁତ୍ୱ 16 ଏବଂ ଦୁଇଟି ଅକ୍ସିଜେନ ଅଛି ମାନେ ଆମେ ତାକୁ ଲେଖିବା 32। ଯଦି ଏହାକୁ ଆମେ ସିମ୍ପ୍ଲିଫାଏ କରିଦେବା, ତାହେଲେ ଏଇଟା କେତେ ହେଇଯିବ? 4 ଦ୍ୱାରା କାଟିଲେ 4 × 3 12 ଅନୁପାତ 8 ବା 8। 3:8ରେ ସର୍ବଦା କାର୍ବନ ଡାଇଅକ୍ସାଇଡର ବସ୍ତୁତ୍ୱର ଅନୁପାତ ରହିବ। ତେବେ ଏହା ହେଉଛି ସ୍ଥିରାନୁପାତ ନିୟମ।